जय जगन्नाथ जय माँ भद्रकाली। आपण मैंने जानिक खुशी हेबे कि गोटे ओडिया लोक कथा अच्छे कि अपेक्षार फलटा मिठा हुए। आउ हाँ ସେଇଟା ବି ଆଜି ସତ ହେବାକୁ ଯାଉଛି। ଆଉ ହଁ ଆମ ଭଦ୍ରକବାସୀମାନଙ୍କ ପାଇଁ ଏଇଟା ଗୋଟେ ସବୁଠୁ ବଡ଼ ଖୁସି। କାହିଁକି ନା ଏତେ ଦିନର ଅପେକ୍ଷାର ଅନ୍ତ ଘଟିଛି। ଆଉ ଆପଣମାନେ ଭାବୁଥିବେ କ'ଣ କହିବାକୁ ଚାହୁଁଛି। ଠିକ୍ ଏହି ସମୟରେ ଯେଉଁ ଭଦ୍ରକର ସବୁଠୁ ବଡ଼ ଲୋକ ମହୋତ୍ସବ ହେବା କଥା, ମାନେ ଭଦ୍ରାଣୀର କଥା ମୁଁ କହୁଛି। ଆଉ ସେଇଟା ତାର ଯେଉଁ ସମୟ ଥିଲା ବିଗତ 3 ବର୍ଷ ଧରି ଏ ଯେଉଁ କାର୍ଯ୍ୟକ୍ରମ ଚାଲିଥିଲା, ତାର ଯେଉଁ ଗୋଟେ ସମୟ ଥିଲା ଜାନୁଆରୀ ଲାଷ୍ଟ ୱିକ୍ରେ ସେଇଟା ହୁଏ, ତ ସେଇଟା ହେଇନଥିଲା ଏ ବର୍ଷ। ଆପଣମାନେ ଭାବିଥିବେ ବୋଧହୁଏ କୌଣସି କାରଣ ପାଇଁ ବା କିଛି ବି ପାଇଁ ଏ କାର୍ଯ୍ୟକ୍ରମ ବନ୍ଦ ହୋଇଗଲା ବା ଅନୁଷ୍ଠାନ ବନ୍ଦ ହୋଇଗଲା, ସେମିତି କିଛି ନୁହେଁ। ଏଥର ଫେବୃଆରୀ ମାସ 13 ତାରିଖରୁ 17 ତାରିଖ ମଧ୍ୟରେ ସେଇ ଆମ ଭଦ୍ରକର ସବୁଠୁ ବଡ଼ ମହୋତ୍ସବ ଭଦ୍ରାୟଣୀ ହେବାକୁ ଯାଉଛି। ଆଉ ବିଗତ ବର୍ଷ ଠାରୁ ଏବର୍ଷ ମଧ୍ୟ ତାଠୁ ଆହୁରି ଅଧିକ ମାତ୍ରାରେ ସେଲିବ୍ରେସନ୍ ହେବ। ଆଉ ବହୁତ ସାରା ବଲିଉଡ଼ର ଷ୍ଟାର୍ ମାନେ ଆସିବାକୁ ଯାଉଛନ୍ତି। ତ ଏଥର ରେଡ଼ି ଥାଆନ୍ତୁ। ଆଉ ମାନେ ଭୁଲିବେନି ଏଇ 13 ତାରିଖରୁ 17 ତାରିଖ ଯେଉଁ 5 ଦିନ ରହିଛି ପ୍ରୋଗ୍ରାମ୍, ତାକୁ ଜମା ବି ଭୁଲିବେନି। ବହୁତ ବଡ଼ ବଡ଼ ତାରକାମାନେ ଆସୁଛନ୍ତି ଏଥର ବଲିଉଡ଼ରୁ। ତ ଆପଣମାନେ ଲାଗି ରୁହନ୍ତୁ ଆଉ ଦେଖିବେ ଏଥର ଆମ ଭଦ୍ରାୟଣୀର କମାଲ। ସାରା ଓଡ଼ିଶାବାସୀ ଏଥର ଦେଖିବ ଭଦ୍ରକର ସବୁଠୁ ବଡ଼ ମହୋତ୍ସବ ଭଦ୍ରାୟଣୀର କମାଲ। ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ସହ ଏମିତି ଭାବରେ ଯୋଡ଼ି ହୋଇକି ରୁହନ୍ତୁ। ଆମେ ଆପଣମାନଙ୍କୁ ଏଭଳି ବହୁତ ଜିନିଷ ଆଣିକି ଦେଖେଇବୁ।